ଗ୍ରୀନ୍ ମଟର ଖାଉଛନ୍ତି କି ହୋଇଯାଆନ୍ତୁ ସାବଧାନ, ନହେଲେ ହୋଇପାରେ ଏହି ରୋଗ। ଶୀତ ଋତୁରେ ବଜାରରେ ଗ୍ରୀନ୍ ମଟର ବହୁଳ ଭାବରେ ବିକ୍ରି ହୋଇଥାଏ। ଲୋକମାନେ ଏହି ଋତୁରେ ଏହାକୁ ପ୍ରଚୁର ପରିମାଣରେ ଖାଇଥାନ୍ତି। ଗ୍ରୀନ୍ ମଟରରୁ ତିଆରି ପରଟା, ତରକାରୀ ଏବଂ ଚାଟ୍ ଶରୀରରେ ପୁଷ୍ଟିସାର ମଧ୍ୟ ବୃଦ୍ଧି କରିଥାଏ। ଗ୍ରୀନ୍ ମଟର ଭିଟାମିନ୍ ଏ, ଇ, ଡି ଏବଂ ସିରେ ଭରପୁର ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ତଥାପି ଏହା କିଛି ଲୋକଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପାରେ। ତେବେ ଆସନ୍ତୁ ଜାଣିବା କିଏ ଏହାକୁ ଖାଇବାରୁ ଦୂରେଇ ରହିବା ଉଚିତ। ଡାଇରିଆ ରୋଗୀ। ଅତ୍ୟଧିକ ମଟର ଖାଇବା ଦ୍ୱାରା ଡାଇରିଆ ହୋଇପାରେ। ଏହାକୁ ଅତ୍ୟଧିକ ଖାଇବା ଦ୍ୱାରା ଡାଇରିଆ ହେବାର ସମ୍ଭାବନା ବଢ଼ିପାରେ। ଏଥିରେ ପ୍ରୋଟିନ୍ର ପରିମାଣ ଅଧିକ ଥାଏ। ତେଣୁ ବ୍ରାଉନ୍ ରାଇସ୍ ଏବଂ ସୋୟା ପରି ଖାଦ୍ୟ ସହିତ ଗ୍ରୀନ୍ ମଟର ଖାଇବା ଦ୍ୱାରା ପେଟର ଶକ୍ତି ବୃଦ୍ଧି ପାଏ, ଯାହା ମଟର ପାର୍ଶ୍ୱ ପ୍ରତିକ୍ରିୟାକୁ ହ୍ରାସ କରିପାରେ। ଗ୍ରୀନ୍ ମଟର ଖାଇବା ଦ୍ୱାରା ଶରୀରରେ ଚର୍ବି ବୃଦ୍ଧି ପାଇଥାଏ। ମଟରରେ ଥିବା ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ଆପଣଙ୍କ ଓଜନ ଏବଂ ମେଦବହୁଳତା ବୃଦ୍ଧି କରିପାରେ। ତେଣୁ ଗ୍ରୀନ୍ ମଟରକୁ ଭଲ ଭାବରେ ରାନ୍ଧନ୍ତୁ। ଏହା ସହିତ ଗ୍ରୀନ୍ ମଟରକୁ ରାନ୍ଧିବା ପୂର୍ବରୁ କିଛି ସମୟ ପାଇଁ ଭିଜାଇ ରଖନ୍ତୁ। ଗ୍ୟାସ୍ ଏବଂ ଏସିଡିଟି ବୃଦ୍ଧି କରିଥାଏ। ଗ୍ରୀନ୍ ମଟର ଏଥିରେ କାର୍ବୋହାଇଡ୍ରେଟ୍ ଅଧିକ ଥାଏ, ଯାହା ହଜମକୁ ପ୍ରଭାବିତ କରିପାରେ ଏବଂ ଗ୍ୟାସ୍, ପେଟ ଫୁଲିବା କିମ୍ବା ପେଟ ଯନ୍ତ୍ରଣା ସୃଷ୍ଟି କରିପାରେ। ଗ୍ୟାଷ୍ଟ୍ରିକ୍ ସମସ୍ୟା ଥିବା ଲୋକମାନେ ମଟର ଖାଇବାରୁ ଦୂରେଇ ରହିବା ଉଚିତ। ଏଗୁଡ଼ିକ ସହଜରେ ହଜମ ହୁଏ ନାହିଁ ଏବଂ ଏଥିରେ ଥିବା କାର୍ବୋହାଇଡ୍ରେଟ୍ ପେଟରେ ଗ୍ୟାସ୍ କରିପାରେ, ଯାହା ଫଳରେ ଗମ୍ଭୀର ଏସିଡିଟି ହୋଇଥାଏ। ଯଦି ଆପଣଙ୍କର ୟୁରିକ୍ ଏସିଡ୍ ଅଛି, ତେବେ ଗ୍ରୀନ୍ ମଟର ଖାଇବାରୁ ଦୂରେଇ ରୁହନ୍ତୁ। ଗ୍ରୀନ୍ ମଟରରେ ଅଧିକ ପିଉରିନ୍ ପରିମାଣ କିଡ୍ନିରେ ଷ୍ଟୋନ୍ ହେବାର ଆଶଙ୍କା ବଢ଼ାଇପାରେ। ଯଦି ଆପଣଙ୍କର ପୂର୍ବରୁ କିଡ୍ନିରେ ଷ୍ଟୋନ୍ ଅଛି, ତେବେ ମଟର ଖାଇବାରୁ ଦୂରେଇ ରୁହନ୍ତୁ। ଡାଇବେଟିସ୍ ରୋଗୀ। ମଟରରେ ସୁଗାର ଏବଂ କାର୍ବୋହାଇଡ୍ରେଟ୍ ଥାଏ, ଯାହା ରକ୍ତରେ ସୁଗାର ଲେଭେଲ୍ ବୃଦ୍ଧି କରିପାରେ। ତେଣୁ ଡାଇବେଟିସ୍ ରୋଗୀମାନେ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ। ରିପୋର୍ଟ ନ୍ୟୁଜ୍ 24x7।